ଏହା ପ୍ରତ୍ୟକ୍ଷ ଯେ ଜନ୍ମ ହେବା ସମୟରେ ଆମ ଶରୀର ଅତି ଛୋଟ ଥିଲା, କିନ୍ତୁ ଆଜି ତାହା ବଡ଼ ହୋଇଗଲାଣି। କୌଣସି ଗୋଟିଏ ବର୍ଷରେ ଯେ ଶରୀର ଏତେ ବଡ଼ ହୋଇଗଲା ତା ନୁହେଁ। ଏହା ପ୍ରତିବର୍ଷ ବଦଳି ବଦଳି ଆସିଛି। ଯାହା ପ୍ରତିବର୍ଷ ବଦଳୁଥାଏ ତାହା ପ୍ରତି ମାସରେ ମଧ୍ୟ ବଦଳୁଥାଏ। ଏକଥା ନୁହେଁ ଯେ 11 ମାସ ପର୍ଯ୍ୟନ୍ତ ନ ବଦଳି କେବଳ 12 ମାସ ପୂରଣ ହେବା ବେଳକୁ ବଦଳିଯାଏ। ଯାହା ପ୍ରତି ମାସରେ ବଦଳୁଥାଏ ତାହା ପ୍ରତିଦିନ ମଧ୍ୟ ବଦଳୁଥାଏ। ଏପରି ନୁହେଁ ଯେ 29 ଦିନ ପର୍ଯ୍ୟନ୍ତ ନ ବଦଳି କେବଳ 30 ଦିନ ପୂରଣ ହେବା ବେଳକୁ ବଦଳିଯାଏ। ଯାହା ପ୍ରତିଦିନ ବଦଳୁଥାଏ ତାହା ପ୍ରତି ଘଣ୍ଟାରେ ମଧ୍ୟ ବଦଳୁଥାଏ। ଲକ୍ଷ୍ୟ ଦିଅନ୍ତୁ, ଶରୀର ଘଣ୍ଟାଏ ପୂର୍ବରୁ ଯେପରି ଥାଏ ଘଣ୍ଟାଏ ପରେ ସେପରି ରହେ ନାହିଁ। ନହେଲେ ପ୍ରତିଦିନ ଶରୀର ବଦଳନ୍ତା କିପରି? ଯାହା ପ୍ରତ୍ୟେକ ଘଣ୍ଟାରେ ବଦଳୁଥାଏ ତାହା ପ୍ରତ୍ୟେକ ମିନିଟରେ ମଧ୍ୟ ବଦଳୁଥାଏ। 59 ମିନିଟ୍ ପର୍ଯ୍ୟନ୍ତ ନ ବଦଳି 60 ମିନିଟ୍ ହେଲା ବେଳକୁ ଯେ ବଦଳିଯାଏ ସେ କଥା ନୁହେଁ। ଯାହା ପ୍ରତ୍ୟେକ ମିନିଟରେ ବଦଳୁଥାଏ ତାହା ପ୍ରତ୍ୟେକ ସେକେଣ୍ଡରେ ମଧ୍ୟ ବଦଳୁଥାଏ। ଏଥିରୁ କ'ଣ ପ୍ରମାଣିତ ହେଲା? କେବଳ ବଦଳିବା ହିଁ ସାର ବୋଲି ପ୍ରମାଣିତ ହେଲା। ବଦଳି ବଦଳି କୁଆଡ଼େ ଯାଉଛି? ମୃତ୍ୟୁ ଅଭିମୁଖେ ଯାଉଛି। ଏହା ପୁରା ନିଃସନ୍ଦେହ କଥା। ଆମେ ଆଜି ପର୍ଯ୍ୟନ୍ତ ଯେତେ ବର୍ଷ ବଞ୍ଚି ରହିଲେ ସେତିକି ମରିଗଲେ ବୋଲି ଜାଣନ୍ତୁ। ଆଉ କେତେ ବର୍ଷ ଆୟୁ ବାକି ଅଛି ତାହା ତ ଜଣା ନାହିଁ। କିନ୍ତୁ ଯେତେ ବର୍ଷ ବିତିଗଲା ସେତେ ବର୍ଷ ଆମ ଆୟୁରୁ ହିଁ ଖର୍ଚ୍ଚ ହେଲା ଏବଂ ମୃତ୍ୟୁ ସେତିକି ନିକଟବର୍ତ୍ତୀ ହେଲା। ଏଥିରେ କୌଣସି ସନ୍ଦେହ ନାହିଁ। ଜୀବନ ମୃତ୍ୟୁ ଅଭିମୁଖେ ଆଗେଇ ଚାଲିଛି। ଶରୀର ଅଭାବ ଆଡ଼କୁ ଗତି କରୁଛି। ଦିନେ ଏହାର ସମ୍ପୂର୍ଣ୍ଣ ଅଭାବ ହୋଇଯିବ। ଆଜି ଯାହା ଅଛି ଦିନେ ତାହା ନଥିବ। ଅଥଚ ଆମେ ଭୋଗ୍ୟ ପଦାର୍ଥ ସଂଗ୍ରହ କରିବା ପାଇଁ ଓ ଧନ ଏକତ୍ର କରିବା ପାଇଁ ଆଶା ରଖୁଛୁ। ଏହା କେତେ ବଡ଼ ଭୁଲ ଆପଣମାନେ ଟିକେ ଧ୍ୟାନ ଦିଅନ୍ତୁ। ଧନ ଉପାର୍ଜନ କରିବା ଏବଂ ତାହାକୁ ସତ୍ କାର୍ଯ୍ୟରେ ବିନିଯୋଗ କରିବା ଦୋଷାବହ ନୁହେଁ। କିନ୍ତୁ ଧନ ସଞ୍ଚୟ କରିବାର ଯେଉଁ ଲାଳସା ମନରେ ରହିଥାଏ ତାହା ଦୋଷାବହ। ଏହାର ଅର୍ଥ ନୁହେଁ ଯେ ଧନ ସଞ୍ଚୟ କରିବ ନାହିଁ। ଅନ୍ୟ ପକ୍ଷରେ ଆବଶ୍ୟକ ସ୍ଥଳରେ ଖର୍ଚ୍ଚ ନ କରିବା ମଧ୍ୟ ଏହାର ତାତ୍ପର୍ଯ୍ୟ ନୁହେଁ। ଭଉଣୀ, ଝିଅ, ରୋଗୀ, କ୍ଷୁଧାର୍ତ, ବସ୍ତ୍ରହୀନ ଓ ଅଭାବଗ୍ରସ୍ତ ଲୋକଙ୍କ ପାଇଁ ଖର୍ଚ୍ଚ ନ କରିବା ବଡ଼ ଭୁଲ। ଏତେ ସଂଗ୍ରହ କରି ଶେଷରେ କରିବେ କ'ଣ? ଆବଶ୍ୟକ ସ୍ଥଳରେ ଯଦି ନିଜ ପାଇଁ ଖର୍ଚ୍ଚ କରିପାରୁନାହାନ୍ତି, ଅନ୍ୟମାନଙ୍କ ପାଇଁ ମଧ୍ୟ ଖର୍ଚ୍ଚ କରିପାରୁନାହାନ୍ତି, ତେବେ ସଂଗୃହୀତ ଧନ କେଉଁ କାମରେ ଆସିବ? ଏ ଶରୀର ତ ରହିବ ନାହିଁ। ଶରୀର ନ ରହିଲେ ଏ ଟଙ୍କା ପଇସା କେଉଁ କାମରେ ଲାଗିବ? ଯଦି ଆପଣମାନେ ନ୍ୟାୟପୂର୍ବକ ଧନ ଉପାର୍ଜନ କରୁଥାନ୍ତି ଏବଂ ତାହାକୁ ଆବଶ୍ୟକ କାର୍ଯ୍ୟରେ ଖର୍ଚ୍ଚ କରନ୍ତି, ତେବେ ତ ଆପଣମାନେ ଠିକ୍ ସଚେତନ ଅଛନ୍ତି। ନଚେତ୍ ପଇସା ଲୋଭରେ ଆପଣମାନେ ଅଚେତନ ହୋଇଯାଇଛନ୍ତି ବୋଲି ବୁଝିବାକୁ ହେବ। ପଇସା ପ୍ରତି ଏତେ ମୋହ ହୋଇଯାଏ ଯେ ବ୍ୟାଙ୍କ ଖାତାରେ ଲକ୍ଷେ ଟଙ୍କା ଜମା ହୋଇଗଲେ ବ୍ୟକ୍ତି ସେଥିରୁ ଖର୍ଚ୍ଚ କରିବାକୁ ଚାହେଁ ନାହିଁ। କେବେ ଭୁଲରେ 1000-2000 ଖର୍ଚ୍ଚ ହୋଇଗଲେ ଦୁଃଖ ଲାଗେ ଯେ ମୂଳଧନରୁ ଏତେ ଖର୍ଚ୍ଚ ହୋଇଗଲା। ପୁଅ ଖର୍ଚ୍ଚ କରିଦେଲେ ଲୋଭୀ ବ୍ୟକ୍ତି ତା ଉପରେ ରାଗିଯାଇ କହେ, ତୁ ମଣିଷ ନା କ'ଣ? ଏମିତି ମୂଳଧନ ଖାଇଲେ କେତେଦିନ କାମ ଚଳିବ? ଅନ୍ନ ବସ୍ତ୍ରର ଅଭାବକୁ ସେ ସହିନିଏ, ଅଥଚ ମୂଳଧନ ଖର୍ଚ୍ଚ କରିବାକୁ ନାରାଜ। ସେ ଭାବେ ମୂଳଧନ ସେପରି ସୁରକ୍ଷିତ ଥାଉ। ମାତ୍ର ମୁଁ ପଚାରୁଛି, ମୂଳଧନ କ'ଣ ହେବ? ଶରୀର ତ ଅଭାବ ଆଡ଼କୁ ଗତି କରୁଛି। ମୃତ୍ୟୁ ପ୍ରତି କ୍ଷଣେ ପାଖେଇ ପାଖେଇ ଆସୁଛି। ଏ ପଇସା ଏମିତି ରହି ରହି କେଉଁ କାମରେ ଲାଗିବ? ମୁଁ ଆପଣମାନଙ୍କୁ ପଇସା ଛାଡ଼ିଦେବାକୁ, ଫୋପାଡ଼ି ଦେବାକୁ ଅଥବା ନଷ୍ଟ କରିଦେବାକୁ କହୁନାହିଁ। କିନ୍ତୁ ପଇସା ପାଖରେ ଥାଇ ମଧ୍ୟ ଆପଣମାନେ ନିଜେ ଅସୁବିଧା ଭୋଗ କରୁଛନ୍ତି। ଆବଶ୍ୟକ ଜିନିଷ କିଣୁନାହାନ୍ତି, ଆବଶ୍ୟକ ସ୍ଥଳରେ ଖର୍ଚ୍ଚ କରୁନାହାନ୍ତି। ତେବେ ପଇସା କି କାମରେ ଆସିଲା? ନିହାତି ଏତିକି ତ ଚେତନା ଆସିବା କଥା ଯେ ଭଗବାନ ଦେଇଛନ୍ତି ମାନେ ଏହାକୁ ଅତି ଉତ୍ତମ କାମରେ ଖର୍ଚ୍ଚ କରିବୁ। ବଞ୍ଚି ଥାଉ ଥାଉ ନିଜର
ଓ ଅନ୍ୟମାନଙ୍କର କାମରେ ବିନିଯୋଗ କରିବୁ। କୃପଣ ହୋଇ କେବଳ ଗଣତି ବଢ଼ାଇ ଚାଲିଲେ କ'ଣ ହେବ? ଖର୍ଚ୍ଚ କରିବାର ବଢ଼ିଆ ବଢ଼ିଆ ସୁଯୋଗ ଆସୁଥିଲେ ମଧ୍ୟ ଆପଣମାନେ ଭାବୁଛନ୍ତି ଯେ ଅନ୍ୟ କେହି ଖର୍ଚ୍ଚ କରିଦେଲେ ଭଲ ହେବ। ମୋ ହାତରୁ ପଇସା ଖର୍ଚ୍ଚ ନ ହୁଅନ୍ତା କି ଭଲ ହୁଅନ୍ତା। ହେଲେ ଆପଣମାନେ ମୋ କଥା ପ୍ରତି ଟିକେ ଲକ୍ଷ୍ୟ ଦିଅନ୍ତୁ। ଧରାଯାଉ କୌଣସି ଦାନ ପୁଣ୍ୟ କରିବାର ସୁଯୋଗ ଆସିଲା, କୌଣସି ଭଲ ସତ୍ସଙ୍ଗ ସମାରୋହ ଆଦିର ଆୟୋଜନ ହେଲା। ସେ ସମୟରେ ମଧ୍ୟ ଆପଣମାନଙ୍କର ଭାବନା ରହୁଛି ଯେ ଅନ୍ୟ କେହି ଖର୍ଚ୍ଚ କରିଦେଲେ ଭଲ ହୁଅନ୍ତା, ନିଜ ଉପରୁ ଜଞ୍ଜାଳ ତୁଟନ୍ତା। ତାହେଲେ ଆପଣମାନେ ସେହି ପଇସା ଜମା କରି କରି କ'ଣ କରିବେ? ନିଜେ ଭାବନ୍ତୁ। ବ୍ୟବସାୟୀ ବଜାର ଦର ଆଗକୁ ମହଙ୍ଗା ହେବାର ଅନୁମାନ କରି କରଜରେ ଟଙ୍କା ଆଣି ମଧ୍ୟ ଶସ୍ତା ସମୟରେ ଅଧିକରୁ ଅଧିକ ଜିନିଷ କିଣି ସାଇତି ରଖିବାକୁ ଚେଷ୍ଟା କରେ। ଏମିତି ଲାଭ ନେବା ପାଇଁ ଯେପରି ଲୋଭ ହେଉଛି, ଖର୍ଚ୍ଚ କରିବା ପାଇଁ ସେପରି ଲୋଭ ହେଉନାହିଁ, ଯାହାକି ଆପଣଙ୍କ ସାଥିରେ ଯିବ। ଯେତିକି ଧନ ଆପଣ ଖର୍ଚ୍ଚ କରିବେ, ଶୁଭ କର୍ମରେ ବିନିଯୋଗ କରିବେ, ସେତିକି ଆପଣଙ୍କ ସଙ୍ଗରେ ଯିବ। ଉତ୍ତମ ଉତ୍ତମ କାର୍ଯ୍ୟରେ ଧନ ଖର୍ଚ୍ଚ କରିବା ପାଇଁ ଆଗଭର ହେବା ଉଚିତ। ଆଗ୍ରହ ସହକାରେ ଖର୍ଚ୍ଚ କରିବାକୁ ବାହାରି ପଡ଼ିବା ଉଚିତ। ଜଣେ ଅନ୍ୟ ଜଣକୁ ନିଜ ପକ୍ଷରୁ ଆଗଭର ହୋଇ କହିଦେବା ଉଚିତ ଯେ ଏ କାର୍ଯ୍ୟରେ ମୁଁ ଖର୍ଚ୍ଚ କରିବି। କିଏ ଜାଣେ ଆଉ ଏପରି ସୁଯୋଗ ମିଳିପାରେ ନପାରେ। ଏପରି ସୁଯୋଗ ମିଳିବା ଅତି ଦୁର୍ଲଭ। ଗୀତା ପ୍ରେସର ସଂସ୍ଥାପକ ଓ ସଞ୍ଚାଳକ ଶ୍ରୀ ଜୟଦୟାଲ ଗୋଏନ୍ଦିକା ଥରେ କହିଥିଲେ, ଧନ ଉପାର୍ଜନ କରିବାକୁ ମୁଁ କଠିନ ମନେ କରୁନାହିଁ, ବରଂ ତାହାକୁ ଉତ୍ତମ କାର୍ଯ୍ୟରେ ଉପଯୋଗ କରିବାକୁ କଠିନ ମନେ କରୁଛି। ପଇସା ଉପଯୋଗ କଲାବେଳକୁ ଭାଇ ବନ୍ଧୁମାନେ ମନା କରନ୍ତି ଏବଂ ଅନ୍ତରର ଲୋଭ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରେ ଯେ ଏତିକିରେ ତ କାମ ଚଳିଯିବ, ପୁଣି ଏତେ ଖର୍ଚ୍ଚ କରିବାର ପ୍ରୟୋଜନ କ'ଣ? ବିଚାର କରୁନାହାନ୍ତି ଯେ ପଇସା ଜମା କରି ରଖି କ'ଣ କରିବେ? ଯଦି ଦିନେ ପଇସାକୁ ଛାଡ଼ି ମରିବାକୁ ହେବ, ତେବେ 10-20 ହଜାର କମ୍ ଛାଡ଼ି ମଲେ ଅସୁବିଧା କ'ଣ? ଏକଥା ତ ନୁହେଁ ଯେ ସବୁ ଧନ ଖର୍ଚ୍ଚ ହୋଇଯିବ ଓ ଆପଣମାନେ କାଙ୍ଗାଳ ହୋଇଯିବେ। ଧନ ଏଇଠି ରହିଯିବ ଅଥବା ଆସି ପୁଣି ଚାଲିଯିବ। ଏହାଦ୍ୱାରା ପୁଣ୍ୟ ହେବ ନାହିଁ କି ଅନ୍ତଃକରଣ ନିର୍ମଳ ହେବ ନାହିଁ। ମାତ୍ର ସତ୍କାର୍ଯ୍ୟରେ ଧନ ଖର୍ଚ୍ଚ କଲେ ଚିତ୍ତ ପ୍ରସନ୍ନ ରହିବ, ପୁଣ୍ୟ ହେବ ଏବଂ ସନ୍ତୁଷ୍ଟି ମିଳିବ। ଯେ ଯାହା ହେଉ ଏତେ ଧନ ସତ୍କାର୍ଯ୍ୟରେ ଖର୍ଚ୍ଚ ହେଲା, ଭଲ ହେଲା। ଆଉ ଯାହା ବଳକା ଧନ ରହିଲା ତାହା ଯେପରି ସତ୍କାର୍ଯ୍ୟରେ ବିନିଯୋଗ ହେବ, ସେଥିପାଇଁ ବିଚାର କରିବା। ଗୋଟିଏ ରହସ୍ୟମୟ କଥା ହେଲା, ପ୍ରକୃତରେ ଜିନିଷର କୌଣସି ମହିମା ନାହିଁ, ସବୁ ମହିମା ତାହାକୁ ଉପଯୋଗ କରିବାର। ପାଖରେ ଯେତେ ଜିନିଷ ଥିଲେ ମଧ୍ୟ ଯଦି ସେଗୁଡ଼ିକୁ ଉପଯୋଗ କରା ନଯାଏ, ତେବେ ସେଗୁଡ଼ିକର କୌଣସି ମୂଲ୍ୟ ନାହିଁ। ଗୋଟିଏ କଥା ମୁଁ ଆପଣମାନଙ୍କୁ ପୂର୍ବରୁ କହିଛି, ପୁଣି ଥରେ କହୁଛି। ଧରାଯାଉ କେହି ଜଣେ ଗୋଟିଏ ବାକ୍ସରେ ସୁନା ଭର୍ତ୍ତି କରି ରଖିଲା ଓ ଅନ୍ୟ ଜଣେ ଗୋଟିଏ ବାକ୍ସରେ ପଥର ଭର୍ତ୍ତି କରି ରଖିଲା। ଦୁଇଟି ଯାକ ବାକ୍ସର ଓଜନ ସମାନ। ଖର୍ଚ୍ଚ କଲେ ତ ସୁନାର କିଛି ମହତ୍ତ୍ୱ ରହିଲା, କିନ୍ତୁ ଖର୍ଚ୍ଚ ନ କଲେ ସୁନା ଓ ପଥରର ଓଜନରେ ପାର୍ଥକ୍ୟ କ'ଣ? ଉପଯୋଗ କଲେ ହିଁ ସୁନା ମୂଲ୍ୟବାନ, କିନ୍ତୁ ଯଦି କୌଣସି ଉପଯୋଗ କରା ନଯାଏ, ତେବେ ପାଖରେ ସୁନା ଥାଉ ବା ପଥର ଥାଉ, କୌଣସି ପ୍ରଭେଦ ନାହିଁ। ଅବଶ୍ୟ ଏତିକି ପ୍ରଭେଦ ରହେ ଯେ ପାଖରେ ସୁନା ଥିଲେ କାଳେ କେହି ଚୋରି କରିନେବ, କାହାକୁ ଜଣା ପଡ଼ିଯିବ। ସେଥିପାଇଁ ଅଧିକ ଚିନ୍ତା ହୁଏ, ରାତିରେ ନିଦ ହୁଏ ନାହିଁ। ମନରେ ଚିନ୍ତା ଓ ଚାଞ୍ଚଲ୍ୟ ସୃଷ୍ଟି ହେବା ବ୍ୟତୀତ ଆଉ ପାର୍ଥକ୍ୟ କ'ଣ? ଏ କଥା ଆପଣମାନେ ଗଭୀର ଭାବରେ ଶାନ୍ତ ମନରେ ନିଷ୍ପକ୍ଷ ହୋଇ ଯଥାର୍ଥ ରୂପେ ବୁଝନ୍ତୁ। ସମୟ ତୀବ୍ର ଗତିରେ ଗଡ଼ି ଚାଲିଛି, ମୃତ୍ୟୁ ପାଖେଇ ଆସୁଛି। ଦିନ ଆସିବ, ସବୁ ଜିନିଷରୁ ଅଚାନକ ସମ୍ବନ୍ଧ ଛିନ୍ନ ହୋଇଯିବ। ଏଣୁ ଅତି ସାବଧାନ ହୋଇ ସମୟ ଓ ଧନକୁ ସତ୍କାର୍ଯ୍ୟରେ ବିନିଯୋଗ କରନ୍ତୁ।